ଯଦି ଆପଣ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ଆବେଦନ କରିଛନ୍ତି ତେବେ ଆପଣଙ୍କର ୱାର୍କ ଅର୍ଡର ଆସିଲା କି ନାହିଁ ବା ଗୃହର କାର୍ଯ୍ୟାଦେଶ କେମିତି ଚେକ୍ କରିବେ, ଏହା ଛଡ଼ା ସର୍ଭେ ପାଇଁ ଅପଡେଟ୍ ଯାହା ବିଷୟରେ ମୁଁ ଆପଣଙ୍କୁ ଜଣେଇବି। ସବୁଠାରୁ ବଡ଼ ଅପଡେଟ୍ ଯାହାକି ଆପଣ ଯେଉଁ ଆବେଦନ କରିଥିବେ ଆପଣଙ୍କର ଆଧାର ନମ୍ବର ଦେଇକି ଆପଣ ଷ୍ଟାଟସ୍ ଚେକ୍ କରିପାରିବେ କି ସରକାର ଆପଣଙ୍କୁ ଆପ୍ରୁଭ୍ କଲେ କି ନାହିଁ, ଆପଣଙ୍କର ୱାର୍କ ଅର୍ଡର ଆସିଲା କି ନାହିଁ। କେମିତି ଦେଖିପାରିବେ ଡିଟେଲରେ ଜାଣିବା ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଥମ ତ ଏଥିପାଇଁ ଦେଖନ୍ତୁ ମୁଁ ଆପଣଙ୍କ ସାମ୍ନାରେ ଏକ ବ୍ରାଉଜର ଓପନ୍ କରିଛି। ଏଇଠି ଗୁଗଲରେ ଆମେ ସର୍ଚ୍ଚ କରିବା RH ଓଡ଼ିଶା। ଯେପରି ସର୍ଚ୍ଚ କରୁଛନ୍ତି ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏକ ୱେବସାଇଟ୍ ଓପନ୍ ହେଇଯିବ rhodisa.gov.in। ବାସ୍ ତାରି ଉପରେ ଆମେ କ୍ଲିକ୍ କରିବା। ତ ଏଇଠି ଦେଖନ୍ତୁ ସରକାରଙ୍କ ତରଫରୁ ଯେଉଁ ଅଫିସିଆଲ ୱେବସାଇଟ୍ ରହିଛି ଯାହାକି ସେ ୱେବସାଇଟ୍ ଆପଣଙ୍କ ସାମ୍ନାରେ ଓପନ୍ ହେବ। ତ ଏ ୱେବସାଇଟ୍ ବେଳେବେଳେ ମଧ୍ୟ ସ୍ଲୋ ରହୁଛି କାହିଁକିନା ଯେହେତୁ ସର୍ଭର ଏବେ ଯେହେତୁ କାମ ଚାଲିଛି ଆବାସ ଯୋଜନାର ସମସ୍ତ କାମ, ତେଣୁକରି ବେଳେବେଳେ ସର୍ଭର ଏରର ମଧ୍ୟ ଦେଖାଉଛି। ତ ଦେଖନ୍ତୁ ଇଏ ଆପଣଙ୍କ ସାମ୍ନାରେ ପୋର୍ଟାଲଟି ମଧ୍ୟ ଓପନ୍ ହେଇଗଲା ଯାହା ଜରିଆରେ ମଧ୍ୟ ଆପଣ ନିଜେ ବି ଚେକ୍ କରିପାରିବେ। ତ ଏଇଠି ଓପନ୍ ହେଇଗଲା ପରେ ଏମିତି ଦେଖନ୍ତୁ ଆପଣଙ୍କ ସାମ୍ନାରେ ଓପନ୍ ହେଇଗଲା। ତଳକୁ ସ୍କ୍ରୋଲ କରିବା ଦେଖନ୍ତୁ PMAYG ଯୋଉଟାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ନୂତନ ସର୍ଭେ, ତା ଉପରେ ମଧ୍ୟ ମୁଁ ଆପଣଙ୍କୁ ଜଣାଉଛି। ଏହା ଛଡ଼ା ଦେଖନ୍ତୁ ଅନ୍ତୋଦୟ ଗୃହ ଯୋଜନା, ତାପରେ ଦେଖନ୍ତୁ ଗୃହର କାର୍ଯ୍ୟାଦେଶ ଯେଉଁ ଆପଣ ଆପ୍ଲାଏ କରୁଛନ୍ତି ତ କାର୍ଯ୍ୟାଦେଶ ଯୋଉଟାକି ୱାର୍କ ଅର୍ଡର ଆସିଲା କି ନାହିଁ ବା ଆପଣ ଆପ୍ଲାଏ କରିଛନ୍ତି ତାର ଷ୍ଟାଟସ୍ ମଧ୍ୟ ଦେଖିହେବ। ତ ମୁଁ ଆପଣଙ୍କୁ ଜଣେଇବି। ଏହା ଛଡ଼ା ଦେଖନ୍ତୁ ଯେଉଁ ସର୍ଭେ ଉପରେ ମୁଁ ଆପଣଙ୍କୁ କ୍ଲିକ୍ କଲି ତ ଏଇଠି ସର୍ଭେ କେମିତି ବା କେଉଁ ପ୍ରୋସେସରେ ମଧ୍ୟ କରିହୁଏ ତାହା ବି ମଧ୍ୟ ଆପଣ ଟିକେ ଧ୍ୟାନ ଦେଇଦିଅନ୍ତୁ ଯୋଉଟାକି କ'ଣ ଅପଡେଟ୍ ରହିଛି। ଦେଖନ୍ତୁ ଏମିତି ମଧ୍ୟ ଓପନ୍ ହେଇଯିବ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଉଟାକି ଆପଣ ଯଦି ଆପ୍ଲାଏ କରିଥିବେ। ସର୍ଭେ ପ୍ରଣାଳୀ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରନ୍ତୁ। ତ ଆପଣ ଜାଣିପାରିଲେ ନମ୍ବରରେ ଯୋଗାଯୋଗ କରିପାରିବେ। ଏହାଛଡ଼ା ଆବାସ ପ୍ଲସ୍ ଆପ୍ଲିକେସନ ରହିଛି ପ୍ଲେ ଷ୍ଟୋରରୁ, ଆପଣ ଲିଙ୍କରେ କ୍ଲିକ୍ କଲେ ଡାଉନଲୋଡ୍ କରିପାରିକି ସର୍ଭେ କରିପାରିବେ। ୱେବସାଇଟରୁ ଆବାସ ପ୍ଲସ୍ ଡାଉନଲୋଡ୍ କରିପାରିବେ। ଆଧାର ଫେସ୍ ଆପ୍ ଯେଉଁ ରହିଛି ଯେଉଁଟାକି ବାୟୋମେଟ୍ରିକ୍ ସାହାଯ୍ୟରେ ବା ଆପଣ ଫେସ୍ ମାଧ୍ୟମରେ ମଧ୍ୟ ଆପଣ ଏ ସବୁ ସର୍ଭେ କରିପାରିବେ। ତେବେ ସର୍ଭେ ସମ୍ପର୍କରେ ସୂଚନା ଇଏ ମଧ୍ୟ ସବୁ ରହିଛି। ତେବେ ଇଏ ଥିଲା ସର୍ଭେ ପ୍ରୋସେସ୍। ଏବେ ଯେଉଁ ଦେଖନ୍ତୁ ଆପଣଙ୍କର କାର୍ଯ୍ୟାଦେଶ ଗୃହର କାର୍ଯ୍ୟାଦେଶରେ ଆପଣ କ୍ଲିକ୍ କରିବେ। ତ ଏଇ କାର୍ଯ୍ୟାଦେଶରେ ଆପଣଙ୍କର ନିଜର ଦେଖନ୍ତୁ ଆଧାର ନମ୍ବର ଦେବେ ଯାହା ନାମରେ ଆପଣ ଆବେଦନ କରିଥିବେ। ତାଙ୍କର ଏଇଠି ଆଧାର ନମ୍ବର ଦେଇକି ଭ୍ୟୁରେ କ୍ଲିକ୍ କଲେ ତାଙ୍କର ସର୍ଭେ କେତେ ବାଟ ଗଲା, ତାଙ୍କର ସରକାରଙ୍କ ତରଫରୁ ଆପ୍ରୁଭ୍ ହେଲା କି ନାହିଁ, ତ ଇଏ ସବୁ ଟୋଟାଲି ମଧ୍ୟ ଆପଣ ଦେଖିପାରିବେ। ଯେଉଁମାନଙ୍କର ୱାର୍କ ଅର୍ଡର ଆସିବ ଏଇଠି ଆପଣ ୱାର୍କ ଅର୍ଡରରେ କ୍ଲିକ୍ କଲା ପରେ ୱାର୍କ ଅର୍ଡର ଦେଖେଇଦେବ। ଆପଣ ମଧ୍ୟ ସବୁ ଡିଟେଲରେ ଆପଣ ଷ୍ଟାଟସ୍ ଏକ ପ୍ରକାର କହିବା ଆମେ ଚେକ୍ କରିପାରିବେ ଯାହାର ଆପଣ ଆବେଦନ କରିଥିବେ। ତେବେ ଇଏ ଆଟଲିଷ୍ଟ ଥରଟିଏ କରିଦିଅନ୍ତୁ, ଆପଣ ଜାଣିପାରିବେ କି ଆପଣ ଯେଉଁ ଆବେଦନ କରିଥିଲେ ଆପଣଙ୍କର ସେଟା କେତେ ବାଟ ଗଲା ବୋଲି। ତେବେ ଇଏ ରହିଛି ପ୍ରୋସେସ୍। ୱେବସାଇଟ୍ ଭିଜିଟ୍ କରିବା ପାଇଁ ମୁଁ ଲିଙ୍କ ଦେଇଦେବି ଡେସ୍କ୍ରିପ୍ସନରେ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।